ଆଜ୍ଞା ମୋ ନାଁ ବସନ୍ତ ଦଳାଇ, ପିତାଙ୍କ ନାଁ ହେଉଛି ଫକୀର ଦଳାଇ। ଆଜ୍ଞା ମୋର 100 ଗଛ ବର୍ଜ୍ୟ ନଷ୍ଟ କରିଦେଇଛନ୍ତି ମୋର ସମ୍ପର୍କ ଭାଇ ପୁତୁରା ନଷ୍ଟ କରିଦେଇଛନ୍ତି, ପୋଡ଼ି ଜାଳି ଦେଇଛନ୍ତି। ତାଙ୍କର ମୋର ଆଗରୁ ପାଟିତୁଣ୍ଡ ହେଇଥିଲା। ମୋତେ ଅକ୍ଟୋବର 2 ତାରିଖ ଦିନ ସେମାନେ କହିଥିଲେ ଯେ ତୋ ଜୀବିକାକୁ ମାରି ତୋ ଗୋଛିକି ଆଣିବି। ତେଣୁ ଜାନୁଆରୀ 27 ତାରିଖ ଦିନ ନିଶା ରାତିରେ ସେମାନେ ଆସିକିରି ଔଷଧ ମାରିକିରି ସେ 3 ଜଣ ଯାକ ଦି ପୁତୁରା ଆଉ ବଡ଼ ସାନ ଭାଇ ଏଇମାନେ ଆସିକିରି ଔଷଧ ମାରିକିରି ମୋ ପାନ ବର୍ଜ୍ୟଟାକୁ ନଷ୍ଟ କରିଦେଇଥିଲେ। ମୁଁ ଯାଇ ଏରସମା ଥାନାରେ ମଲ୍ଲିକ ସାର୍ଙ୍କୁ ଏଫଆଇଆର୍ ଦେଇଥିଲି। ମଲ୍ଲିକ ସାର୍ ଆସି ରାତି 7ଟା ବେଳେ ଇନକ୍ୱାରି କରିଥିଲେ। ଇନକ୍ୱାରି ପରେ ମୁଁ ମଧ୍ୟ ସେଠିକି ଯାଇଥିଲି, ସେମାନଙ୍କୁ ଡାକିଥିଲି। ଏପର୍ଯ୍ୟନ୍ତ ହେଇଗଲା 2 ମାସ ହେଇଗଲା, 2 ମାସ ଭିତରେ କିଛି ନ୍ୟାୟ ମିଳିଲା ନାହିଁ। ତେଣୁ ସେମାନେ ପୋଲିସ ତାଙ୍କର କର୍ତ୍ତବ୍ୟ ଅନୁସାରେ କୋର୍ଟକୁ କେସ୍ ପଠାଇ ଦେଇଛନ୍ତି। ତେଣୁ ମୁଁ କୋର୍ଟ ମହାଶୟ ଜଜ୍ ମହାଶୟଙ୍କୁ ଅନୁରୋଧ କରିବି ମୋତେ ନ୍ୟାୟ ପ୍ରଦାନ କଲେ ମୁଁ ଉପକୃତ ହେବି। ଇଏ ତ 20 ଲକ୍ଷ ଟଙ୍କାର ସଂସ୍ଥାଟା ମୋର 50,000 ଗଛ ଯାଇଛି। ଆଉ କ'ଣ କରିବି? ମୁଁ ତ କାନ୍ଦୁ କାନ୍ଦୁ ଆଜି 2 ମାସ ହେଲା ଭାତ ଖାଉନି ନା କିଛି କରୁନି, ଏଇ ବର୍ଜ୍ୟରେ କାନ୍ଦି କାନ୍ଦି ବଇଛି। ଆଉ ନ୍ୟାୟ ପ୍ରଦାନ କଲେ କୋର୍ଟ ମହାଶୟ ଉପକୃତ ହେବେ, ନହେଲେ ନାହିଁ ମରିଯିବି ଆଉ।